ପ୍ରେମ ଏମିତି ଏକ ଦୁର୍ବଳତା, କେତେବେଳେ ତାହା ଜୀବନକୁ ନର୍କ କରିଦେଇଥାଏ ତ ଆଉ କେତେବେଳେ ସେହି ଅନୁଭୂତି ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ଆଉ ଏହି ବିଫଳ ପ୍ରେମ ପାଇଁ କେଉଁଠି ମଣିଷ ନୈରାଶ୍ୟର ଅଥଳ ସାଗରରେ ବୁଡ଼ି ଜୀବନ ହାରିବା ପରି ଚରମ ପଦକ୍ଷେପ ନେଇଥାଏ ତ ପୁଣି କେଉଁଠି ଏହା ମଣିଷକୁ ହିଂସ୍ର କରି ହତ୍ୟା ପରି ନୃଶଂସ ପଦକ୍ଷେପ ନେବାକୁ ପ୍ରବର୍ତ୍ତାଇଥାଏ। ହେଲେ ଆମେ ଏଠି କହିବୁ ବିଫଳ ପ୍ରେମୀ ଯୁଗଳଙ୍କ ପାଇଁ ଏକ ସଫଳ କାହାଣୀ। ବଲିଉଡର ଏକ ଫିଲ୍ମ ଶାଦି ମେ ଜରୁର ଆନାର କାହାଣୀ ସମସ୍ତେ ଜାଣିଥିବେ। ପ୍ରେମିକା ଧୋକା ଦେଇ ଚାଲିଯିବା ପରେ ମୁଖ୍ୟ ନାୟକ ରାଜକୁମାର ରାଓ ଭାଙ୍ଗି ପଡ଼ିଥିଲେ। ହତାଶ ଆଉ ଅପମାନ ତାଙ୍କୁ ଆଇଏଏସ୍ ହେବା ପାଇଁ ମନୋବଳ ଦେଇଥିଲା ଏବଂ ସେ ଆଇଏଏସ୍ ମଧ୍ୟ ହୋଇଥିଲେ। ଏହା ଏକ ଫିଲ୍ମର କାହାଣୀ ଥିଲା, ହେଲେ ଏହି କାହାଣୀକୁ ବାସ୍ତବରେ ପରିଣତ କରିଛନ୍ତି ବିହାରର ଆଦିତ୍ୟ ପାଣ୍ଡେ। ବିଫଳ ପ୍ରେମ ତାଙ୍କୁ ଦେଇଥିଲା ସଫଳତା ହାସଲ କରିବା ପାଇଁ ଦୃଢ଼ ମନୋବଳ। ସେ 2022 ୟୁପିଏସ୍ସିରେ ଅଲ୍ ଇଣ୍ଡିଆ ରାଙ୍କ 48 ହାସଲ କରିଥିଲେ। ଏବେ ସେ ଝାଡ଼ଖଣ୍ଡର ବଣ୍ଡୁରରେ ନିଯୁକ୍ତି ପାଇ ସେବାରତ ଅଛନ୍ତି। କହିବାକୁ ଗଲେ ପ୍ରେମରେ ଧୋକା ଆଦିତ୍ୟଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ଆଦିତ୍ୟ ପାଟନା ଜିଲ୍ଲାର ବିଶୁନପୁର ଗ୍ରାମର ବାସିନ୍ଦା। ପିଲାଦିନରୁ ଖୁବ୍ ଦୁଷ୍ଟ ଥିଲେ ଆଦିତ୍ୟ। ସେଥିପାଇଁ ପରିବାର ଲୋକେ ତାଙ୍କୁ ଜାମନଗରରେ ଥିବା ଭଉଣୀ ପାଖକୁ ପଠାଇ ଦେଇଥିଲେ। ଅଷ୍ଟମ ଏବଂ ନବମ ଖୁବ୍ ଭଲ ପଢ଼ୁଥିଲେ ଆଦିତ୍ୟ, ହେଲେ ଦଶମ ଶ୍ରେଣୀରେ ପ୍ରେମରେ ପଡ଼ି ପାଠପଢ଼ା ଖରାପ କରିଦେଲେ। ଦଶମ ରେଜଲ୍ଟ ଖରାପ ହେଲା। ଏହାପରେ ବାପା ତାଙ୍କୁ ପୁଣି ପାଟନା ନେଇ ଆସିଲେ। ପରେ ବାପାଙ୍କ ଆକଟରେ ରହି ଆଦିତ୍ୟ ଇଞ୍ଜିନିୟରିଂ ପଢ଼ିବାକୁ ଗଲେ। ପ୍ରଥମ ସେମିଷ୍ଟାର ରେଜଲ୍ଟ ଖୁବ୍ ଭଲ ରହିଥିଲା, କିନ୍ତୁ ସେକେଣ୍ଡ ସେମିଷ୍ଟାର ବେଳକୁ ତାଙ୍କ ପ୍ରେମିକା ତାଙ୍କୁ ଛାଡ଼ି ଚାଲିଗଲେ, ଯାହାଦ୍ୱାରା ସେ ଖୁବ୍ ଭାଙ୍ଗି ପଡ଼ିଥିଲେ ଏବଂ କନ୍ଦାକଟା ମଧ୍ୟ କଲେ। ସେ ଯାହା ବି ହେଉ ଯେନ ତେନ ପ୍ରକାରେ ଆଦିତ୍ୟ ବିଟେକ୍ ସାରି ଏକ ପ୍ରାଇଭେଟ୍ କମ୍ପାନୀରେ ଚାକିରି ପାଇଥିଲେ, କିନ୍ତୁ କିଛି ଦିନ ପରେ ପୁଣି ସେ ଚାକିରି ଛାଡ଼ିଦେଲେ। ଏହାପରେ MBA କରିବାକୁ ଚାହିଁଲେ ଏବଂ କ୍ୟାଟ୍ରେ 2015ରେ 95% ସହ ସଫଳତା ହାସଲ କରି IITରେ ନାମ ଲେଖାଇଲେ। ସେଠାରେ ପୁଣି ଆଦିତ୍ୟ ପ୍ରେମରେ ପଡ଼ିଗଲେ, କିନ୍ତୁ 6 ମାସ କାଳ ପ୍ରେମ ସମ୍ପର୍କ ବେଶ୍ ଭଲ ରହିଥିବା ବେଳେ 6 ମାସ ପରେ ପ୍ରେମିକା ତାଙ୍କୁ ଖରାପ ପିଲା ବୋଲି କହି ଛାଡ଼ି ଚାଲିଗଲେ, ଯାହାଦ୍ୱାରା ରାଗରେ ଆଦିତ୍ୟ କହିଥିଲେ ଯେ UPSC ଦେବି ଏବଂ IAS ହେବି। ବାସ୍, ଏହି ଜିଦ୍ ଆଗରେ ସବୁ କିଛି ଫିକା ପଡ଼ିଗଲା। ଜିଦ୍ରେ ଅଟଳ ଥିଲେ ଆଦିତ୍ୟ। ମନର ନୈରାଶ୍ୟ ସେତେବେଳେ କ୍ରୋଧରେ ବଦଳି ଯାଇଥିଲା, ଆଉ ସେହି କ୍ରୋଧ ତାଙ୍କୁ ସକାରାତ୍ମକ ଦିଗରେ ଯିବା ପାଇଁ ବାଟ ଦେଖାଇଥିଲା। ସେ ମନରେ ଏପରି ବି ଜିଦ୍ ରଖିଥିଲେ ଯେ ଯେତେବେଳେ UPSC ରେଜଲ୍ଟ ଆସିବ, ସେହି PDFର ଫାଷ୍ଟ ପେଜରେ ହିଁ ତାଙ୍କ ନାମ ରହିବ। ଭଗବାନଙ୍କ ଦୟାରୁ ସେହା ହିଁ ଘଟିଲା। ଏହାପରେ ପାଟନାରେ ବିଗିଡ଼ି ଯାଇଥିବା ପିଲାଟି ପହଞ୍ଚିଲା ମସୁରୀର ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନ ଏକାଡେମୀରେ। ସେଠାରେ ଟ୍ରେନିଂ ଶେଷ କରି ଏବେ ଝାଡ଼ଖଣ୍ଡରେ ପାଇଛନ୍ତି ନିଯୁକ୍ତି। ସେ ଯାହା ବି ହେଉ, ଆଦିତ୍ୟଙ୍କର ଏହି ସଫଳତା ଆଜିର ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣା ନିଶ୍ଚୟ ହୋଇପାରିବ।